ଗପ ଶୁଣିବା ହେଲା। ସେ ଗପ କଣ ନା ଆମେ ଆଜି ବଉଳା ଗାଈ ବିଷୟରେ ଗୋଟେ ଗପ ଶୁଣିବା ହେଲା। ବଉଳା ଗାଈ ଗପ ଶୁଣିଛ? ଆଚ୍ଛା ଆମେ ଆଉ ଗୋଟେ ସେ ବଉଳା ଗାଈ ଗପ ଶୁଣିବା ହେଲା। ତାହେଲେ କି ଗାଈଟିଏ ନା ତାର ବଉଳା ସବୁଦିନ ଘରକୁ ଘାସ ଚରିବାକୁ ଯାଏ। ଦିନେ ସେ ବଣରେ ଚରୁ ଚରୁ ମହାବଳ ବାଘ ହାତରେ ପଡ଼ିଲା। ବାଘ କହିଲା, ବଉଳା ଆଜି ମୁଁ ତତେ ଖାଇବି। ବଉଳା କିନ୍ତୁ ଡରିଲା ନାହିଁ। ସେ କହିଲା, ବାଘ ମାମୁଁ ମୋ ଛୁଆ ଫେରିବା ବାଟକୁ ଚାହିଁ ରହିଥିବ, ମୋତେ ଛାଡ଼ି ଦିଅ, ମୁଁ ତାକୁ କ୍ଷୀର ଦେଇ ଫେରି ଆସିବି। ବାଘ କହିଲା, ମୁଁ ସତ କହୁଛୁ ତ ଫେରି ଆସିବୁ? ତେବେ ତୁ ଘରକୁ ଯା। ବଉଳା ଘରକୁ ଫେରି ବାଛୁରୀକୁ କ୍ଷୀର ପିଆଇଲା। ତା ଆଖିରୁ ଲୁହ ବୋହି ଯାଉଥିଲା। ସେ କେବଳ ବାଛୁରୀ ଛୁଆଟିକୁ ଚାଟୁଥାଏ। ଛୁଆକୁ କ୍ଷୀର ଖୁଆଇ ସାରି ବଉଳା ବଣକୁ ଫେରି ଆସିଲା। ବଉଳାକୁ ଦେଖି ବାଘର ଦୟା ହେଲା। ସେ କହିଲା, ଧନ୍ୟ ବଉଳା, ତୁ ସତ୍ୟ ରକ୍ଷା କରି ଫେରି ଆସିଲୁ, ତେଣୁ ମୁଁ ତୋତେ ଖାଇବି ନାହିଁ। ଯା, ତୋ ଛୁଆ ସାଙ୍ଗରେ ଖୁସିରେ ରହିବୁ, ଖାଇବାକୁ ଲୋଭ କରି ନାହିଁ। ତାହେଲେ କଣ ହେଲା ନା ଗାଈଟିର ନାଁ କଣ ଥିଲା? ବଉଳା। ତାହେଲେ ବଉଳାକୁ କିଏ ଖାଇବା ପାଇଁ କହିଲା? ବଉଳା କଣ କହିକି ଘରକୁ ଫେରିଲା? ଫେରିବାର ଅପେକ୍ଷା କରିଥିବ, ତାକୁ କ୍ଷୀର ପିଆଇକି ପଳେଇ ଆସିବ। ବଉଳା ଗାଈ କେଉଁଠିକୁ ଚରିବାକୁ ଯାଇଥିଲା? ବଣକୁ। ଜଙ୍ଗଲରେ ବଉଳା କାହାକୁ ଦେଖିଲା? ବାଘକୁ। ବଉଳା ବାଘକୁ କଣ କହିଲା? ଛାଡ଼ି ଦିଅ, ମୁଁ ଯୋଉ ଛୁଆକୁ କ୍ଷୀର ପିଆଇକି ପଳେଇ ଆସିବି। ବାଘ ବଉଳାକୁ କଣ କହିଲା? ବାଘ କହିଲା ଯେ ତୁ ଯଦି କହୁଛୁ ଯା, ତାହେଲେ କ୍ଷୀର ପିଆଇକି ଆସିବି। ବଉଳା ଫେରି ଆସିବାରୁ ବାଘ କଣ କହିଲା? କହିଲା ଯେ ସତ୍ୟ କଥା କହିଛୁ, ଯାହା କହିଛୁ ସେଇଆ କରିଛୁ, ତେଣୁକରି ମୁଁ ତତେ ଖାଇବି ନାହିଁ। ଖୁସିରେ ରହିବୁ, ବୁଝିପାରିଲ? କଣ ଏଇଟା ବନ୍ଦ